हेलो एवरीवन वेलकम टू स्कूल प्लस। तो आज आम यही वीडियो माध्यम 2026 मसीह होता जूनियर टीचर एग्जाम जोटा कि विभिन्न डेट विभिन्न शिफ्ट एग्जाम होता। तो आज आम यही वीडियो माध्यम 10 नवेम्बर 2023 सेकेंड शिफ्ट रे जहाँ भी किसी जीके एवं ता सहित करेन्ट अफेयर क्वेश्चन जहाँ भी किसी पड़ता सब किसी आज आम यही वीडियो माध्यम डिस्कसन करवा जोटा कि आपण मानकर आगामी एटी जोटा कि असिस्टेंट टीचर जोटा कि जूनियर टीचर रेगुलर पोस्ट एवं ता सहित आमर सीटी है ओटीईटी जेटी आरएसटी ओएसटीईटी ओटीईटी सीटीईटी एवं ता सहित सब टीचिंग एग्जाम एवं ता सहित ओडब्ल्यूएससी और ट्रिपल एस अंडर जहाँ भी किसी एग्जाम हो ना कहीं सब एग्जाम बहुत हेल्पफुल हम कहीं सब एग्जाम सिलेबस जीके अच्छी ओके। ସେଥିପାଇଁ ଆପଣ ମାନେ ଭିଡିଓଟାକୁ ଫାଷ୍ଟ ରୁ ଲାଷ୍ଟ ଯାଏଁ ଦେଖିବେ ବିନା ସ୍କିପ୍ କରିକି ଦେଖିବେ। ମୋର ଆଶା ଆପଣ ମାନେ ସମସ୍ତେ ସବୁ କ୍ୱେଶ୍ଚିନ୍ କୁ ଠିକ ଭାବରେ ବୁଝିପାରିବେ ଏବଂ ତା ସହିତ କ୍ୱେଶ୍ଚିନ୍ ରେ ଥିବା ଅପସନ ଗୁଡ଼ିକୁ ନେଇକି କଣ କଣ କ୍ୱେଶ୍ଚିନ୍ ହେଇପାରିବ ତାକୁ ମଧ୍ୟ ଆମେ ମାନେ ଜାଣିପାରିବା। ଓକେ, ଚାଲନ୍ତୁ ଆମେ ମାନେ ଭିଡିଓ ଷ୍ଟାର୍ଟ କରିବା। ଆମର ଏବଂ ତା ପୂର୍ବରୁ ଆପଣ ମାନେ ଭିଡିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରିବେ, ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡିଓ ଅପଲୋଡ କରିବି ଆପଣ ମାନେ ଫାଷ୍ଟ ନୋଟିଫିକେସନ ପାଇପାରିବେ। ଏବଂ ଆପଣମାନଙ୍କୁ ଭିଡିଓ କେମିତି ଲାଗିଲା ଏବଂ ଆଉ କୋଉ ଟପିକ ଉପରେ ଭିଡିଓ ନିଡ୍ ଅଛି ଆପଣ ମାନେ ମତେ କମେଣ୍ଟରେ ଜଣେଇ ପାରିବେ। ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ଆମର ପ୍ରଥମ କ୍ୱେଶ୍ଚିନ୍ କଣ ଅଛି କହିଛି ଆପଣ ମାନଙ୍କୁ ଦ ସିମ୍ପଲେଷ୍ଟ ଟର୍ବାଇନ୍ସ have one dash a rotor blade assembly ହେଲା। ଅପସନ ଅଛି ମୁଭିଂ ପାର୍ଟ, ଫିକ୍ସଡ ପାର୍ଟ, ନନ୍ ମୁଭିଂ ବ୍ଲେଡ ନା ଫ୍ଲୁଇଡ। ଦେଖନ୍ତୁ ଆମର ଗୋଟେ ଯୋଉ ଟର୍ବାଇନ ଅଛି ଟର୍ବାଇନ ଟା ଗୋଟେ କଣ ଟର୍ବାଇନ ଇଜ ଏ ରୋଟାରୀ ଇଞ୍ଜିନ ମାନେ ଗୋଟେ ରୋଟାରୀ ଇଞ୍ଜିନ ଅଟେ ହେଲା ହେଲା ଯୋଉଟା କି କଣ ନା ଡିଜାଇନ ଟୁ ଏକ୍ସଟ୍ରାକ୍ଟ ଏନର୍ଜି ମାନେ ଏନର୍ଜି କୁ ପ୍ରଡ୍ୟୁସ କରିବା ପାଇଁ ଆମେ ତାକୁ ୟୁଜ କରିଥାନ୍ତି ହେଲା। ଏବଂ ତା ସହିତ କୋଉଥିରୁ ନା ଆମର ଫ୍ଲୁଇଡ ଫ୍ଲୋରୁ ହେଲା ମାନେ ଆମର ଯୋଉ ଜଳ ସବୁ ନିଷ୍କାସିତ ହୋଇଥାଏ ସେଇ ଯୋଉ ସ୍ପିଡ ରୁ ଆମେ ତାକୁ ଏନର୍ଜି କୁ ମାନେ ମାନେ ପ୍ରଡ୍ୟୁସ ସେ କରିଥାଏ। ଏବଂ ତାର ବେସିକ କନଫିଗୁରେସନ କଣ ନା କଣ ଇଟ ରିକ୍ୱାର ଓନଲି ୱାନ୍ ମୁଭିଂ ପାର୍ଟ ହେଲା ମାନେ କଣ ନା ଗୋଟେ ୱାନ୍ ମୁଭିଂ ପାର୍ଟ ହେଲା ଯୋଉଟା କି ଆମେ କଣ କହିଥାନ୍ତି ନା ଆମେ ରୋଟର ବ୍ଲେଡ ବୋଲି ଆସେମ୍ବଲି ବୋଲି କହିଥାନ୍ତି ହେଲା। ଏବଂ ସେ ତାକୁ ଅଦରୱାଇଜ ଆମେ ଆଉ କଣ କହିଥାନ୍ତି ନା ରନର ବୁଝିଲା। ସେଥିପାଇଁ ଆମର ସଠିକ ଆନ୍ସର ହେଇଯିବ ଅପସନ ଏ ଯୋଉଟା କି ମୁଭିଂ ପାର୍ଟ। ଓକେ, ତା ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଗୋଟେ କରେଣ୍ଟ ଆଫେୟାର କ୍ୱେଶ୍ଚିନ୍ ଅଛି ଯୋଉଟା କି ଆପଣ ମାନଙ୍କର ରିପିଟ ହେବ ନାହିଁ କାହିଁକି ନା ଆପଣ ମାନେ ଯେବେ ଏକ୍ଜାମ ଦେବେ ସେଇ ଏକ୍ଜାମ ଡେଟ ର 6 ମାସ ପୂର୍ବରୁ ଯାହା ବି କିଛି କରେଣ୍ଟ ଆଫେୟାର କ୍ୱେଶ୍ଚିନ୍ ଥିବ ସେଟା ଆପଣ ମାନେ ପଢିକି ଯିବେ ହେଲା। ସେତେବେଳେ ଆମର କଣ କ୍ୱେଶ୍ଚିନ୍ ପଡିଥିଲା ଦେଖିଦବା। ତ ସେତେବେଳେ ଆମର କ୍ୱେଶ୍ଚିନ୍ ପଡିଥିଲା ଦ ଗଭର୍ଣ୍ଣମେଣ୍ଟ ଅଫ ଓଡିଶା ଇନ ଅଗଷ୍ଟ 2023 approved 9 new project worth investment of dash which will create employment opportunities for 2500 peoples in the state। ମାନେ କହିଛି ଗୋଟେ 9ଟା ନ୍ୟୁ ପ୍ରୋଜେକ୍ଟ ମାନେ ଇନଭେଷ୍ଟମେଣ୍ଟ କରାଯାଇଥିଲା ଯୋଉଥିରେ କି ଆମର 2500 ଲୋକ ସେଥିରେ ସେ ଚାକିରି ପାଇପାରିଥାନ୍ତେ ହେଲା। ତ ସେଇଟା ଆମର ମାନେ କେତେ ଇନଭେଷ୍ଟମେଣ୍ଟ ହେଇଥିଲା ମାନେ କେତେ ବଜେଟ ସେ ଯୋଉ ଆମର ନ୍ୟୁ ପ୍ରୋଜେକ୍ଟ ରେ ଇନଭେଷ୍ଟମେଣ୍ଟ କରାଯାଇଥିଲା। ତ ଅପସନ ଅଛି 873 ଲାख ନା 8 କୋଟି ନା 873 କୋଟି ନା ଆମର 100 କୋଟି। ତ ସଠିକ ଆନ୍ସର ହେଇଯିବ ଆମର 873 କୋଟି ହେଲା। ତ ଅପସନ ସି ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ଇଣ୍ଡିଆ ହାଜ ଏ ପାର୍ଲାମେଣ୍ଟାରୀ ଫର୍ମ ଅଫ ଗଭର୍ଣ୍ଣମେଣ୍ଟ ବେସ୍ଡ ଅନ୍ ଡ୍ୟାଶ। ତ ଅପସନ ଅଛି ଇକୋନୋମିକ ସୋସିଆଲ ଫ୍ରାଞ୍ଚାଇଜି ନା ଇଣ୍ଟରନାଲ ଆଡଲ୍ଟ ଫ୍ରାଞ୍ଚାଇଜି ନା ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜି ନା ନ୍ୟାସନାଲ ଫ୍ରାଞ୍ଚାଇଜି। ଦେଖନ୍ତୁ ଆମର ଏଇ ଯୋଉ ଆମର ପାର୍ଲାମେଣ୍ଟାରୀ ଫର୍ମ ଅଫ ଗଭର୍ଣ୍ଣମେଣ୍ଟ ଅଛି ଆମ ଇଣ୍ଡିଆର ସେଟା ଆମର କାହା ଉପରେ ବେସ୍ଡ ହେଇକି ଅଛି। ସଠିକ ଆନ୍ସର କଣ ହବ ନା ଆମର ଅପସନ ସି ଯୋଉଟା କି ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜି କାହିଁକି ନା ଆମର ସମସ୍ତେ 18 ବର୍ଷ ହେଲା ପରେ ସେମାନେ ଭୋଟ ଦେଇଥାନ୍ତି ହେଲା। 18 ବର୍ଷ ହେଲା ପରେ ସେମାନେ ଭୋଟ ଦେଇଥାନ୍ତି ତାକୁ ଆମେ କହିଥାନ୍ତି କଣ ନା ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜି ହେଲା ଯୋଉଟା କି ଆମର ଆର୍ଟିକଲ 326 ରେ ମେନସନ ହେଇକି ଅଛି ହେଲା। ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜି ସମ୍ପର୍କରେ ଆମର ଆର୍ଟିକଲ 326 ସମ୍ପର୍କ ମାନେ ମେନସନ ହେଇକି ଅଛି ହେଲା। ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ସ୍ୱଚ୍ଛ ସର୍ବେକ୍ଷଣ 2022 ଅକ୍ଟୋବର 2 ଯୋଉଟା 2022 ରେ ଅନୁସାରେ 1 ଲକ୍ଷରୁ କମ ଲୋକ ସଂଖ୍ୟା ଥିବା ରାଜ୍ୟ ମଧ୍ୟରେ ଡ୍ୟାଶ ସବୁଠାରୁ ସ୍ୱଚ୍ଛ ରାଜ୍ୟ ଭାବରେ ସ୍ଥାନ ପାଇଥିଲା ଯୋଉଟା ଆମର ଗୋଟେ କରେଣ୍ଟ ଆଫେୟାର କ୍ୱେଶ୍ଚିନ୍ ହେଲା। ତ ଅପସନ ଅଛି ତ୍ରିପୁରା, ଗୋଆ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ।
ସଠିକ ଆନ୍ସର ହେଇଯିବ ଆମର କଣ ନା ଅପସନ ଏ ଯୋଉଟା କି ତ୍ରିପୁରା ହେଲା। ତ ଅପସନ ଏ ୱିଲ୍ ବି ରାଇଟ୍ ଆନ୍ସର। ତା ପରବର୍ତ୍ତୀ କୋଶ୍ଚିନ୍ କୁ ଯିବା। ପରବର୍ତ୍ତୀ କୋଶ୍ଚିନ୍ କହିଛି ନେତାଙ୍କୁ ଚିହ୍ନଟ କର ହେଲା। ମାନେ ସେ କହିଛି କି ଆମର ସେ 22 ନଭେମ୍ବର 1899 ମାଲକାନଗିରିର ତେନ୍ତୁଳି ଗୁମାରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଭୂଇଁଆ ଜନଜାତିର ଥିଲେ। ସେ ଏକାକୀ ଅତ୍ୟାଚାରୀ ବିଦେଶୀ ଶାସକ ମାନଙ୍କ ବିରୁଦ୍ଧରେ ଅତି ଦକ୍ଷତାର ସହ ଏବଂ ଏକ ପ୍ରବଳ ଉତ୍ସାହ ସହିତ ଯୁଦ୍ଧ କରିଥିଲେ। ସେ କିଏ? ତ ଅପସନ ଅଛି ଜଗବନ୍ଧୁ ପଟ୍ଟନାୟକ, ନାରାୟଣ ସିଂ, ନା ଲକ୍ଷ୍ମଣ ନାୟକ, ନା ମାଧ ସିଂ। ତ ସଠିକ ଆନ୍ସର କଣ ହବ ନା ଆମର ଅପସନ ସି ଯିଏକି ଆମର ଲକ୍ଷ୍ମଣ ନାୟକ, ଯିଏକି ଆମର ନଭେମ୍ବର 22 ତାରିଖ 1899 ସେ ଜନ୍ମଗ୍ରହଣ କରିଥିଲେ। କୋଉଠି ନା ମାଲକାନଗିରିର ତେନ୍ତୁଳିଗୁମା ଗ୍ରାମ ଠାରେ ହେଲା। ଯିଏକି ଆମର ଇଂରେଜ ମାନଙ୍କ ବିରୁଦ୍ଧରେ ସେ ମଧ୍ୟ ଯୁଦ୍ଧ ମଧ୍ୟ କରିଥିଲେ ହେଲା। ଏବଂ ମାଧ ସିଂ କିଏ? ଯୋଉମାନେ ଜାଣିଛନ୍ତି ମତେ କମେଣ୍ଟରେ ଜଣାନ୍ତୁ। କାହିଁକି ନା ମାଧ ସିଂ ହଉଛନ୍ତି କଣ ନା ଓଡିଆ ଫ୍ରିଡମ ଫାଇଟର ହେଲା। ଯିଏକି ଟ୍ରାଇବାଲ ରିବେଲ ମାନେ ଯୋଉ ଆମର ଟ୍ରାଇବାଲ ଇଏରୁ ଆସୁଛନ୍ତି, ଜାତିରୁ ଆସୁଛନ୍ତି ହେଲା। ଯିଏକି ଆମର ଟ୍ରାଇବାଲ ରିବେଲିୟନ କୁ ସେ ଲିଡ ମଧ୍ୟ କରିଥିଲେ ମାଧ ସିଂ ହେଲା। ତାପରେ ଜଗବନ୍ଧୁ ପଟ୍ଟନାୟକ ଯିଏକି ଆମର ତାଙ୍କୁ କଣ କୁହାଯାଏ ସର୍ଟରେ ତା ନିକ୍ ନେମ୍ କଣ ନା ଜଗୁ ଦେବନ। ଜଗୁ ଦେବନ ହେଲା। ଏବେ ନାରାୟଣ ସିଂ କିଏ ନା ଛତିଶଗଡରୁ ସେ ନାରାୟଣ ସିଂ ସେ ମଧ୍ୟ ଆମର ପାଇକ ବିଷୟରେ ଆମର ଯୋଉ ଆମର 1857 ଯୋଉ ଆମର ହେଇଥିଲା ରିବେଲିୟନ, ତ ସେଥିରେ ମଧ୍ୟ ସେ ଛତିଶଗଡରୁ ଲିଡ୍ କରୁଥିଲେ। ଓକେ। ତ ପରବର୍ତ୍ତୀ କୋଶ୍ଚିନ୍ କୁ ଯିବା। ପରବର୍ତ୍ତୀ କୋଶ୍ଚିନ୍ କହିଛି ଡ୍ୟାଶ ଇଜ ଆପଏଣ୍ଟେଡ ଆଜ ଦ ନ୍ୟୁ ପ୍ରେସିଡେଣ୍ଟ ଅଫ ୱାର୍ଲଡ ବ୍ୟାଙ୍କ ସକ୍ସିଡିଂ ଡେଭିଡ ମାଲପାସ ଇନ ମେ 2023 ହେଲା। ସେ କହିଛି କି ଆମର ୱାର୍ଲଡ ବ୍ୟାଙ୍କର ସେ ଟାଇମରେ କିଏ ନ୍ୟୁ ପ୍ରେସିଡେଣ୍ଟ ହେଇଥିଲା, ମାନେ ଆମେ ଯେତେବେଳେ 2023 ରେ। ତ ଅପସନ ଅଛି ଅଂଶୁଳା କାନ୍ତ, ଅଜୟ ମିଶ୍ର, ଅକ୍ସେଲ ଭାନ, ଟ୍ରଷ୍ଟେନ ବର୍ଜ, ନା ଆମର ଅଜୟ ବଙ୍ଗା। ଯାଇକି ଆମର ସଠିକ ଆନ୍ସର କଣ ହେଇଯିବ ନା ଅପସନ ଡି ଯିଏକି ଆମର ଅଜୟ ବଙ୍ଗା। ଓକେ। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି କି କହିଛି ଏ ଡ୍ୟାଶ ଇଜ କମ୍ପୋଜ୍ଡ ଅଫ ଟୁ ଚେନ୍ସ ଅଫ ମାଉଣ୍ଟେନ୍ସ ସେପାରେଟେଡ ବାଇ ଲାର୍ଜ ଡିପ୍ରେସନ। ଅପସନ ଅଛି ଟ୍ରେଞ୍ଜ, ନା ମିଡ ଓସେନିକ ରିଜ, ନା କଣ୍ଟିନେଣ୍ଟାଲ ସ୍ଲୋପ, ନା ଓସେନ ବେଡ୍ସ। ମାନେ ଟୁ ଚେନ୍ସ ଅଫ ମାଉଣ୍ଟେନ୍ସ କୁ କିଏ ସେପାରେଟ କରେ ହେଲା। ଯୋଉମାନେ ଜାଣିଛନ୍ତି ମତେ କମେଣ୍ଟରେ ଜଣାନ୍ତୁ। ଏବଂ ତାକୁ ନେଇକି ଏବଂ ସବୁ ଡାଇଗ୍ରାମ ୱାଇଜ ସବୁ ଆମେ ଦେଖିବା ହେଲା। ଦେଖନ୍ତୁ ଆମର ଏଇ ଯୋଉ ଆମର ଥିଲା ଟୁ ଚେନ୍ସ ଅଫ ମାଉଣ୍ଟେନ କୁ କିଏ ସେପାରେଟ କରୁଥିଲା, ମିଡ ଓସେନିକ ରିଜ ହେଲା ଅପସନ ବି। କିନ୍ତୁ ଟ୍ରେନ୍ସ କଣ, କଣ୍ଟିନେଣ୍ଟାଲ ସ୍ଲୋପ କଣ, ଓସେନିକ ବେଡ୍ସ କଣ, ସବୁ କିଛି ଏବେ ଆମେ ଜାଣିବା ହେଲା। ଓସେନିକ ଟ୍ରେଞ୍ଜ କଣ ନା ଓସେନିକ ଟ୍ରେଞ୍ଜ ଆର୍ ଲଙ୍ଗ ନ୍ୟାରୋ ଭି ସେପଡ ଡିପ୍ରେସନ ଅନ ଦ ସି ଫ୍ଲୋର ରିପ୍ରେଜେଣ୍ଟିଂ ଦ ଡିପେଷ୍ଟ ପାର୍ଟ ଅଫ ଦ ଓସେନ। ମାନେ ଟ୍ରେଞ୍ଜ ଟା କଣ ଡିପେଷ୍ଟ ପାର୍ଟ ଅଫ ଓସେନ ଭାବରେ ଆମେ ତାକୁ ରିପ୍ରେଜେଣ୍ଟ କରିଥାନ୍ତି ହେଲା। ତାପରେ କଣ ତାପରେ ଆସିଲା ମିଡ ଓସେନିକ ରିଜ, ମାନେ କଣ ଏ ମ୍ୟାସିଭ ଅଣ୍ଡର ୱାଟର ମାଉଣ୍ଟେନ ସିଷ୍ଟମ ଦ ଲଙ୍ଗେଷ୍ଟ ଅନ ଆର୍ଥ ଆଟ ଓଭର 40,000 miles from by tectonic plates spreading apart at divergent boundary ହେଲା। ଯୋଉଟା କି ଆମେ ଏବେ ଦେଖିକି ହେଲା କି ବହୁତ ସାରା ଚେନ ଅଫ ମାଉଣ୍ଟେନ କୁ ସେ ସେପାରେଟ କରିଥାଏ ହେଲା। ତାପରେ ଆସିଲା ଦ କଣ୍ଟିନେଣ୍ଟାଲ ସ୍ଲୋପ କଣ, ଦ କଣ୍ଟିନେଣ୍ଟାଲ ସ୍ଲୋପ ଇଜ ଏ ଷ୍ଟିପ 200 meter to 4,000 meter deep incline connecting the shallow continental shelf to the deep ocean floor ହେଲା। ତାକୁ ଆମେ କହିଥାନ୍ତି କଣ୍ଟିନେଣ୍ଟାଲ ସ୍ଲୋପ ହେଲା। ଯୋଉଟା ଆମେ ଆପଣ ମାନେ ଡାଇଗ୍ରାମରେ ଦେଖୁଛନ୍ତି ଏଇଟା ଏଇଟା ହଉଛି ଆମର କଣ୍ଟିନେଣ୍ଟାଲ ସ୍ଲୋପ ହେଲା। ଏଇଟା ହଉଛି ଆମର ମିଡ ଓସେନିକ ରିଜ। ତ ତାପରେ ଆସିଲା ତ ଓସେନିକ ବ୍ଲେଡ ସରି ଓସେନିକ ବେଡ, ଯୋଉଟା କି ଆମର କଣ ନା ଏ ସଲିଡ ଅଫେନ sediment covered basaltic floor of the ocean forming the top layer of the oceanic crust ହେଲା। ଆମର ଓସେନିକ ର କ୍ରଷ୍ଟ ର ଆମର କଣ ନା ଟପ ଲେୟାର ରେ ଆମର ଏଇଟା ଥାଏ ଓସେନିକ ବେଡ ଟା ହେଲା। ଯୋଉଟା କି ଆପଣ ମାନେ ପିକ୍ଚର ମାଧ୍ୟମରେ ଦେଖିପାରୁଛନ୍ତି ହେଲା। ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି there are two types of vitamins water soluble and dash required in body। ଆମର ଦି ଟାଇପ ର
कौन अच्छी ना विटामिन्स अच्छी गोटे हूँ वाटर सल्युबल आउ गोटे कौन ऑप्शन अच्छी एयर सल्युबल ना ब्लड सल्युबल ना कार्बन सल्युबल ना फैट सल्युबल तो सठिक आंसर कौन हो फैट सल्युबल है देखो there are two types of vitamins water soluble and fat soluble है required in the body while water soluble vitamins और कौन कौन ना B and C are not stored and need daily intake अब फैट सल्युबल कोटा कोटा ना विटामिन ए डी ई के जोटा हम फैट सल्युबल ओके आर स्टोर्ड इन बॉडी फैटी टिश्यू एंड लिवर रे से माने स्टोर होई थांदी मुं तार फ्यूचर रे जेते नीड पड़े सेटा हमर यूटिलाइज होई थाय हैला तो परवर्ती आम क्वेश्चन को जीवा परवर्ती क्वेश्चन कहिछि द सॉल्यूशन टू द सप्लाई साइड ऑफ विशियस सर्कल डैश शुड बी डन जदि माने सप्लाई टा माने बढ़ेबा तेबे हमको आउ कोन दरकार ऑप्शन डिक्रीजिंग इन सेविंग एंड इन्वेस्टमेंट इंक्रीजिंग इन सेविंग एंड डिक्रीज द इन्वेस्टमेंट ना अन इंक्रीजिंग इन सेविंग एंड इन्वेस्टमेंट ना डिक्रीजिंग इन सेविंग एंड इंक्रीजिंग द इन्वेस्टमेंट देखो हमर दीटांग हमको इंक्रीज करिया पई पड़िबो जोटा कि हमर ऑप्शन सी ओके एंड इंक्रीजिंग इन सेविंग एंड इन्वेस्टमेंट तबे जाय कि हमर सप्लाई मध्ये बढ़िबो हला तो परवर्ती आम क्वेश्चन को जीवा परवर्ती आम क्वेश्चन कौन कहिछि ना कहिछि इन डैश द इंडियन नेशनल कांग्रेस वाज फॉर्मड व्हिच प्लेड अ सिग्निफिकेंट रोल इन इंडियाज फ्रीडम मूवमेंट हैला से कहिछि कि हमर आईएनसी बा इंडियन नेशनल कांग्रेस केबे फॉर्म होइतला ऑप्शन अछि 1800 1885 1895 ना 1945 देखंतु म आपन मानको आईएनसी केबे हेतिला तांकर प्रेसिडेंट समस्त माने फास्ट मुस्लिम फास्ट इंडियन फास्ट वुमेन सब किसी आपण मानको पूर्व जीके वीडियो रे कहि सारछि जदि देखि ना हंती आपण मान जाय कि वीडियो को देखन काहे ना सब वीडियो आपण मानकर प्ले लिस्ट रे अछि जूनियर टीचर प्रीवियस ईयर और प्ले लिस्ट अछि सेथिरे सब वीडियो आपण मानक पय अपलोड हेक अछि जदि देखि नानी जाय कि देखन काहे ना सब माने 2023 जेटी परीक्षा हेतला तारा सब्जेक्ट वाइज सब मैराथन शिफ्ट वाइज सब किसी वीडियो आपण मानक पय म अपलोड कर सारछि जदि देखि नानी जाय देखन हला तो परवर्ती आम क्वेश्चन को जीवा एटा हमर सठिक आंसर कोन होबा हमरा 1885 हैला 1885 मसिया रे हमर आईएनसी फॉर्म होइतला हैला तो परवर्ती आम क्वेश्चन को जीवा तो परवर्ती आपण मानक एटी क्वेश्चन पचार जे कहिछि ओडिसा इज द लीडिंग प्रोड्यूसर ऑफ द फॉलोइंग मटेरियल्स इन इंडिया माने हमर ओडिसा रे सबुठारु अधिक कोउडा प्रोड्यूस होउछि ऑप्शन अछि बॉक्साइट एल्युमिनियम कोयला मैंगनीज देखंतु हमरा जो एग्जाम हेतला तार आंसर हेतला मैंगनीज किंतु मैंगनीज हमरा होबो नै हैला तो कोन होबो ना हमरा होउछि ऑप्शन ए जोटा कि बॉक्साइट होबला ऑप्शन ए विल बी राइट आंसर जोटा कि बॉक्साइट होबला देखंतु हमर ओडिसा इज द अनडिस्प्यूटेड लीडर इन बॉक्साइट प्रोडक्शन इन इंडिया हैला काहे ना से हमर ऑल ओवर इंडिया रे 50% रु अधिक हमर बॉक्साइट हम ओडिसा प्रोड्यूस करू छला जेमिति हम कोड ना कोलाहांडी कोरापुट रायगडा हैला हमर नालको मध्ये पडुछि ना दामनजोड रे नालको मध्ये अछि हैला तापरे बॉक्साइट परे परे हमर मध्ये आयरन हमर प्रोड्यूस करूछि हमर ओडिसा आयरन ओर तापर क्रोमाइट मध्ये करूछि हैला तो परवर्ती हम क्वेश्चन को जीवा कहिछि वर्क कैन बी डिफाइंड एज माने वर्क फार्मूला कोन ऑप्शन अछि वर्क डन इज इक्वल टू एरिया इनटू डिस्प्लेसमेंट ना फोर्स इनटू स्पीड ना फोर्स इनटू डिस्प्लेसमेंट ना प्रेशर इनटू डिस्प्लेसमेंट जोटा कि सठिक आंसर हे जिवो कोन हमर ऑप्शन सी जोटा कि फोर्स वर्क इज इक्वल टू फोर्स इनटू डिस्प्लेसमेंट हैला तो ऑप्शन सी विल बी राइट आंसर तो परवर्ती क्वेश्चन को पीवा पई उपयुक्त होइतिबा जल को डैश कहा जाय तो पुनः व्यवहृत जल ना पानीय जल ना पुनः चक्रण योग्य जल ना विजारित जल तो सठिक आंसर है जोटा हमर पीवा पई योग्य ताको हम कहिथांती पानीय जल हैला तो ऑप्शन बी तो परवर्ती क्वेश्चन को व्हिच ऑफ द फॉलोइंग इज नॉट ए क्लासिफिकेशन ऑफ नेचुरल डिजास्टर चारटा ऑप्शन मधुर काहा को माने गोटे नेचुरल डिजास्टर गोटे क्लासिफिकेशन भाव में ग्रहण करि परिबा नाही ना हेई परिबा नाही तो ऑप्शन अछि फर्स्ट टेरेस्ट्रियल
ନା ଆଟମୋସ୍ଫିୟରିକ ନା ଇଣ୍ଡଷ୍ଟ୍ରିଆଲ ନା ଆମର ବାୟୋଲୋଜିକାଲ। ଦେଖନ୍ତୁ ଆମର ଟେରିଷ୍ଟ୍ରିଆଲ ହେଲା, ଆଟମୋସ୍ଫିୟରିକ ହେଲା, ଆମର ବାୟୋଲୋଜିକାଲ ହେଲା, ସବୁ କିଛି ଆମର ନ୍ୟାଚୁରାଲ ଭାବରେ ହେଇପାରିବ। କିନ୍ତୁ ଆମ ଇଣ୍ଡଷ୍ଟ୍ରିଆଲ ଟା ଆମର ହ୍ୟୁମାନ ଆକ୍ଟିଭିଟିରେ ଯାଉଛି, ତ ସେଥିପାଇଁ ଆମର ଇଣ୍ଡଷ୍ଟ୍ରିଆଲ ହୋଇପାରିବ ନାହିଁ, କାହିଁକି ନା ଏଠି ଆପଣମାନଙ୍କୁ ନଟ୍ ପଚାରିଥିଲା। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ହେଉଛି ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ ୱାଜ ଏଷ୍ଟାବ୍ଲିଶ୍ଡ ଇନ୍। ଆମର ଏନଭାୟରମେଣ୍ଟ ପ୍ରୋଟେକ୍ସନ ଆକ୍ଟ କେବେ ଏଷ୍ଟାବ୍ଲିଶ ହୋଇଥିଲା? ଯୋଉଟା କି ଅପସନ ଅଛି ଆପଣ ମାନଙ୍କ ପାଇଁ 1988, 1989, 1986, 1987। ତ ସଠିକ ଆନ୍ସର କଣ ହବ? ଆମର ହେଇଯିବ 1986 ରେ ଆମର ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ ଆସିଥିଲା ହେଲା। ଆମର ଯୋଉଟା କି 1986 ହେଲା ମେ 23 ତାରିଖରେ ଆମର ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ ଆସିଥିଲା, ଯୋଉଟା କି କେବେ ଲାଗୁ ହେଲା ନା ନଭେମ୍ବର 19, 1986 ହେଲା। ତାହାପରେ ଏଟା ଆସିଥିଲା ନା ଆମର ଯୋଉ ଭୋପାଳ ଗ୍ୟାସ ଟ୍ରାଜେଡି ହୋଇଥିଲା 1984 ରେ, ତାପରେ ପରେ ଆମର ଏଇ ଯୋଉ ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ଆକ୍ଟ ଆସିଥିଲା ହେଲା। ଆପଣ ମାନଙ୍କୁ କ୍ୱେଶ୍ଚନ ପଚାରିବ କି ଭୋପାଳ ଗ୍ୟାସ ଟ୍ରାଜେଡି କେବେ ହେଇଥିଲା, ଯୋଉଟା କି ଆମର 1984 ରେ ହୋଇଥିଲା ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ତ ପରବର୍ତ୍ତୀ କ୍ୱେଶ୍ଚନ ହେଉଛି when the body temperature fall down 35 degree Celsius situation is known as ହେଲା। ଯେତେବେଳେ ଆମ ବଡି କଣ ହୁଏ ନା ଆମର 35 ସେଲସିୟସ ରୁ କମିଯାଏ ଆମର ବଡି ଟେମ୍ପରେଚର, ତାକୁ ଆମେ କଣ କହିଥାନ୍ତି? ଅପସନ ଅଛି କଣ ନା ହାଇପୋଥର୍ମିଆ, ନା ହାଇପରଥର୍ମିଆ, ନା ମେଜୋଥର୍ମିଆ, ନା ଆମର ୟୁରୋଥର୍ମିଆ। ଦେଖନ୍ତୁ ଦେଖନ୍ତୁ ଆମର ଯେତେବେଳେ ଆମ ବଡିର ଟେମ୍ପରେଚର ମାନେ 35 ଡିଗ୍ରୀ ସେଲସିୟସ ରୁ କମ ଥାଏ, ତାକୁ ଆମେ କହିଥାନ୍ତି କଣ ନା ହାଇପରଥର୍ମିଆ ହେଲା। ଯେତେବେଳେ ଆମର କଣ ହୁଏ ନା ଆମର 38 ପଏଣ୍ଟ, ଆମ ନର୍ମାଲ ଟେମ୍ପରେଚର ବଡିର କେତେ ନା ଆମର 38 ପଏଣ୍ଟ କେତେ 5 ଡିଗ୍ରୀ ସେଲସିୟସ, ତାଠାରୁ ଯେତେବେଳେ ଆମର ମାନେ ବଡି ଟେମ୍ପରେଚର ବଢିଯାଏ, ତାକୁ ଆମେ କହିଥାନ୍ତି ହାଇପରଥର୍ମିଆ। ଓକେ, ବୁଝିପାରିଲେ? ସେଥିପାଇଁ ଆପଣମାନଙ୍କୁ ଏଠି ପଚାରିଥିଲା 35 ଡିଗ୍ରୀରୁ କମ ମାନେ ଆପଣମାନଙ୍କର ସଠିକ ଆନ୍ସର ହେଇଯିବ ଆମର ହାଇପୋଥର୍ମିଆ ହେଲା। ଯଦି ଅଧିକ ପଚାରିଥାନ୍ତେ ଆପଣମାନେ କରିଥାନ୍ତେ ହାଇପରଥର୍ମିଆ। ଓକେ, ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଅଛି which of the following force is responsible for deflecting wind towards the right in the northern hemisphere and towards the left in the southern hemisphere। ମାନେ ଆମର ସେ କହିଛି ଆମର କୋଉ ଫୋର୍ସ ମାଧ୍ୟମରେ ଆମର ଯୋଉ ଏୟାର ଟା ନର୍ଦର୍ନ ହେମିସ୍ଫିୟର ରେ ରାଇଟ କୁ ବୁଲିଥାଏ ଏବଂ ଆମର ସାଉଦର୍ନ ହେମିସ୍ଫିୟର ରେ ଲେଫ୍ଟ କୁ ବୁଲିଥାଏ। ତ ସେ ଫୋର୍ସ ମାନେ ସେଇଟା ଯୋଉ ଆମର ମାନେ ଏୟାରଟା ବୁଲୁଛି ତା ପାଇଁ ଆମର କୋଉ ଫୋର୍ସ ମାନେ ଦାୟୀ ଅଟେ? ତ ଅପସନ ଅଛି କୋରିଓଲିସ୍ ଫୋର୍ସ, ନା ଫ୍ରିକ୍ସନାଲ ଫୋର୍ସ, ନା ଗ୍ରାଭିଟେସନାଲ ଫୋର୍ସ, ନା ଆମର ଇଲେକ୍ଟ୍ରୋମାଗ୍ନେଟିଜିମ ଫୋର୍ସ। ତ ସଠିକ ଆନ୍ସର ହେଇଯିବ କଣ ନା ଆମର ଅପସନ ଏ, ଯୋଉଟା କି କୋରିଓଲିସ୍ ଫୋର୍ସ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି which of the following act was passed by the British ruler against Indian political member ହେଲା। ଆମର କୋଉ ଆକ୍ଟ ଯୋଉଟା କି ଆମର ବ୍ରିଟିଶର ମାନେ ଇଣ୍ଡିଆନ ପଲିଟିକାଲ ମେମ୍ବର ମାନଙ୍କ ଏଗନେଷ୍ଟରେ ଆଣିଥିଲେ, ମାନେ ତାଙ୍କୁ ବିନା ଦୋଷରେ ତାଙ୍କୁ ଆରେଷ୍ଟ କରାଯାଇ ପାରିବ। ତ ଅପସନ ଅଛି ପଲିଟିକାଲ ଆକ୍ଟ, ସିଭିଲ ଓବିଡିଏନ୍ସ ଆକ୍ଟ, ନା ରାଓଲାତ ଆକ୍ଟ, ନା ଆମର ବୟକଟ ଆକ୍ଟ। ଦେଖନ୍ତୁ ଆପଣମାନଙ୍କୁ ସିଭିଲ ଡିସଓବିଡିଏନ୍ସ ଆକ୍ଟ କଣ, ବୟକଟ ଆକ୍ଟ କଣ, ପଲିଟିକାଲ ଆକ୍ଟ କଣ, ସବୁ କିଛି ଆପଣମାନଙ୍କୁ ମୁଁ ପୂର୍ବ ସବୁ ଜିକେ ଭିଡିଓ ମାଧ୍ୟମରେ ଆସ୍ତେ ଆସ୍ତେ କରି ସବୁ କିଛି ପଏଣ୍ଟ ପଏଣ୍ଟ କହିସାରିଛି। ପଏଣ୍ଟ ପଏଣ୍ଟ କରିକି ଆପଣମାନଙ୍କୁ ମୁଁ କହିସାରିଛି, ଯଦି ଦେଖିନାହାନ୍ତି ଯାଇ ଦେଖନ୍ତୁ ହେଲା। ତ ଏଟା ଆମର କଣ ହବ ନା ଆମର ଯୋଉଟା ଆମର ଆକ୍ଟ ଆସିଥିଲା, ଯୋଉଟା ବ୍ରିଟିଶର ମାନେ ଆଣିଥିଲେ ଆମର ଇଣ୍ଡିଆନ ପଲିଟିକାଲ ମେମ୍ବର ମାନଙ୍କ ବିରୁଦ୍ଧରେ, ସେଟା ଆମର ହେଇଯିବ କଣ ଆମର ଅପସନ ସି, ରାଓଲାତ ଆକ୍ଟ। ଓକେ, ଆପଣମାନଙ୍କୁ ମୁଁ ୱାର୍କ ଡନ୍ ର ଫର୍ମୁଲା ମୁଁ ଆପଣମାନଙ୍କୁ କହିସାରିଛି, ମାନେ କହିଛି ଆମର ୱାର୍କ ଇଜ ଇକ୍ୱାଲ ଟୁ ଫୋର୍ସ ଇନଟୁ ଡିସପ୍ଲେସମେଣ୍ଟ। ଓକେ, ତ ଫୋର୍ସ ଆପଣମାନଙ୍କ ଏଠି କେତେ ଦେଇଥିଲା ନା 10 ଦେଇଥିଲା, ଡିସପ୍ଲେସମେଣ୍ଟ କେତେ ଦେଇଛି ନା ଆମର 2 ଦେଇଛି, ତାହେଲେ ଆମର ୱାର୍କ କେତେ ହବ ନା 20 ନ୍ୟୁଟନ ହେଇଯିବ। ଓକେ, ତ ଅପସନ ସରି ନ୍ୟୁଟନ ମିଟର ହବ ନା ୟୁନିଟ। ତ ଅପସନ ବି ହେଇଯିବ ସଠିକ ଆନ୍ସର ହେଲା 20 ନ୍ୟୁଟନ ମିଟର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି dash is a graphical representation of electrical activity of the heart during a cardiac cycle। କୋଉଟା ଆମର ECG, ଇଲେକ୍ଟ୍ରୋକାର୍ଡିଓଗ୍ରାଫ ହେଲା, ଯୋଉଟା କି ଆମର ଗୋଟେ ଗ୍ରାଫିକାଲି ରିପ୍ରେଜେଣ୍ଟ କରେ ହେଲା ଇଲେକ୍ଟ୍ରିକାଲ ଆକ୍ଟିଭିଟି କୁ, ଯୋଉଟା ହାର୍ଟ ର ଗୋଟେ ଇଲେକ୍ଟ୍ରିକାଲ ଆକ୍ଟିଭିଟି କୁ ସେ ଗ୍ରାଫିକାଲି ସେ ରିପ୍ରେଜେଣ୍ଟ କରେ, ତାକୁ ଆମେ କହିଥାନ୍ତି ECG ବା ଇଲେକ୍ଟ୍ରୋକାର୍ଡିଆକ ହେଲା। ଯୋଉଟା କି ଆପଣମାନଙ୍କୁ ମୁଁ କହିଦଉଛି ଟିକେ ଏକ୍ସଟ୍ରା ପଏଣ୍ଟ ଯାହା ବି ଥିବ ହେଲା।
ତ ଇସିଜି ର ଫୁଲ୍ ଫର୍ମ କଣ ନା ଇଲେକ୍ଟ୍ରୋକାର୍ଡିଓଗ୍ରାମ ହେଲା। ଇଟ୍ ଇଜ ଗ୍ରାଫିକାଲ ରିପ୍ରେଜେଣ୍ଟେସନ ଅଫ ଇଲେକ୍ଟ୍ରିକାଲ activity of the heart during a cardiac cycle ହେଲା। ତାପରେ କହିଛି ବିସିଜି, ବିସିଜି ମାନେ କଣ ନା ବାଲିଷ୍ଟୋ କାର୍ଡିଓଗ୍ରାଫ ହେଲା। ଇଟ୍ ଇଜ a technique that measure the mechanical recoil of the body is a response to the heartbeat rather than the electrical activity। ଓକେ, ତାକୁ ଆମେ କହିଥାନ୍ତି ବିସିଜି। ବିସିଜି କଣ, ବିସିଜି କଣ, ମୋର ଆଶା ଆପଣ ମାନେ ସମସ୍ତେ ଭଲ ଭାବରେ ବୁଝିପାରିଥିବେ। ତ ମୋର ଆଶା ଆପଣ ମାନେ ସବୁ କ୍ୱେଶ୍ଚିନ୍ କୁ ଠିକ ଭାବରେ ବୁଝିପାରିଥିବେ ଏବଂ ତା ସହିତ ତାକୁ ନେଇକି ଯାହା ବି କିଛି ଅପସନ ଅଛି ତାକୁ ମଧ୍ୟ ଠିକ ଭାବରେ ବୁଝିପାରିଥିବେ।